ଜାଗଦୀପରମ୍ ବନ୍ଦେ ଜୀବନ ଜୀବନମ୍ ସତ୍ପୁରୁଷମ୍ ନମାମି। ପ୍ରାଣର ଶ୍ରୀ ଶ୍ରୀ ଠାକୁର ଜଗଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ଆଜିର ଭରସା ପ୍ରଧାନାଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଏ ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ଏବଂ ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଅଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ପ୍ରୀତିପୂର୍ଣ୍ଣ ରାଭରା ଜୟକୁ ଜଣାଏ। ଗୋବିନ୍ଦପୁରର ଏହି ଧାରାବାହିକ ଆଭାସୀ ସତ୍ସଙ୍ଗ ସର୍ବପ୍ରଥମେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ତାଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ ତଥା ଗୋବିନ୍ଦପୁରର ଏହି ଧାରାବାହିକ ସତ୍ସଙ୍ଗର ପରିଚାଳକ ମଣ୍ଡଳୀ ସମସ୍ତଙ୍କର ଶାନ୍ତି ସୁସ୍ଥି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା ରଖେ। ଆଜିର ସତ୍ସଙ୍ଗରେ ଯୋଗ ଦେବା ପାଇଁ ଆମର ପରମ ଶ୍ରଦ୍ଧେୟ ବିଜ୍ଞାନ ଦା ଫୋନ କରିଥିଲେ। ଯାହା ବି ହଉ, ମୋର ମୋବାଇଲ ଟିକେ ପ୍ରୋବ୍ଲେମ ଥିଲା, ବହୁତ ଚେଷ୍ଟାରେ ଆଉ ଜଣଙ୍କ ମୋବାଇଲରୁ ଯାଜନ କରିବାକୁ ଚେଷ୍ଟା କରିଛି। ଜୀବନରେ ଆମେ ଏମିତି ଏକ ସମୟ ଆସେ ଯେତେବେଳେ ମଣିଷ ଯେତେବେଳେ ବଡ଼ ହେଇଯାଏ, ଯେତେବେଳେ ତା ପାଖରେ ପଇସା ଆସେ, ତାର ନିତ୍ୟ ନୈମିତ ଜୀବନ ଧାରାକୁ ସମ୍ଭାଳିବା ପାଇଁ ଅନେକ ସମୟରେ ଆବଶ୍ୟକ ପଡ଼େ ଅନ୍ୟମାନଙ୍କର ଆବଶ୍ୟକତା। ଯାହା ଆମେ ଭାବୁ ଯେ ମଣିଷ ପୂର୍ଣ୍ଣ ମାତ୍ରାରେ ମୁକ୍ତ ହୋଇ ବଞ୍ଚି ରହିବା ପାଇଁ ଚାହେଁ, ଯୋଉଟା ଇଣ୍ଡିପେଣ୍ଡେନ୍ସ ବୋଲି ଆମେ କହୁ। ଠାକୁର ସେଇ ଭାଷାରେ କହୁଥିଲେ ଯେ ଇଣ୍ଡିପେଣ୍ଡେନ୍ସ ଇଜ ନଟ୍ ଦ ଇଣ୍ଡିପେଣ୍ଡେନ୍ସ, ଇଟ୍ ଇଜ ଇଣ୍ଟରଡିପେଣ୍ଡେନ୍ସ। ତା ମାନେ ଆମେ ପ୍ରତିନିୟତ ପରସ୍ପରର ନିର୍ଭରଶୀଳ। ଆମେ ଅନ୍ୟ ଉପରେ କିଛି ନା କିଛି କର୍ମ ପାଇଁ, କିଛି ନା କିଛି ଆବଶ୍ୟକତା ମେଣ୍ଟେଇବା ପାଇଁ ଅନ୍ୟ ଉପରେ ଆମେ ନିର୍ଭର କରିଥାଉ। ସେଥିପାଇଁ ଆମେ ସବୁବେଳେ ଜୀବନରେ ଆମେ ଇଣ୍ଟରଡିପେଣ୍ଡାନ୍ସ ହେଇକି ଚଳୁ। ସ୍ୱାମୀଟେ ତାର ଘରର ପରିବାର ପରିପୋଷଣ ପାଇଁ ସେ କୋଉଠୁ ରୋଜଗାର କରିକି ଆଣେ, ସ୍ତ୍ରୀ ରୋଷେଇ କରିକି ଦିଏ। ଇଏ ହଉଛି ଇଣ୍ଟରଡିପେଣ୍ଡାନ୍ସର କଥା। ତେଣୁ ଠାକୁର କହୁଥିଲେ ଇଣ୍ଡିପେଣ୍ଡେନ୍ସ ନୁହେଁ, ଲାଇଫରେ ଇଣ୍ଟରଡିପେଣ୍ଡାନ୍ସର ଆବଶ୍ୟକତା ଅଛି। ତେଣୁ ଏଇ ଇଣ୍ଟରଡିପେଣ୍ଡାନ୍ସର ଆବଶ୍ୟକତା ଭିତରେ ଯୋଉମାନେ ଯୋଉମାନେ ଶିକ୍ଷାନୁଷ୍ଠାନ କରିଛନ୍ତି, କୌଣସି ବ୍ୟବସାୟିକ ପ୍ରତିଷ୍ଠାନ କରିଛନ୍ତି, କିଛି ଇଣ୍ଡଷ୍ଟ୍ରି କରିଛନ୍ତି, ଯୋଉମାନଙ୍କ ପାଖରେ ଅର୍ଥ ଅଛି, ସେମାନେ ବିଭିନ୍ନ କର୍ମ କରିବା ପାଇଁ ବିଭିନ୍ନ ପ୍ରକାର ଲୋକଙ୍କର ନିଯୁକ୍ତି କରିଥାନ୍ତି। କିଏ ଆକାଉଣ୍ଟସ ଦେଖେ, କିଏ ବିଜନେସ ଦେଖେ, କିଏ ବିଭିନ୍ନ ପ୍ରକାର ଜିନିଷ ପାଇଁ ସିକ୍ୟୁରିଟି ଗାର୍ଡ ଦେଖେ, ସିକ୍ୟୁରିଟି ଦେଖେ। ଏମିତି ବିଭିନ୍ନ କର୍ମ ପାଇଁ ବିଭିନ୍ନ ଲୋକଙ୍କୁ ଆମେ ନିଯୁକ୍ତି କରିଥାଉ। କିନ୍ତୁ ବହୁତ ଧନୀ ଲୋକ ଅଛନ୍ତି, କୋଟି କୋଟି ଟଙ୍କାର ମାଲିକ ଅଛନ୍ତି, ସେମାନେ ବିଭିନ୍ନ କର୍ମ ପାଇଁ ବିଭିନ୍ନ ଲୋକକୁ ନିଯୁକ୍ତି କରିପାରନ୍ତି, କିନ୍ତୁ ସେମାନଙ୍କର ଯଦି ତାଙ୍କର ଅର୍ଜିତ ସମସ୍ତ ଅର୍ଥକୁ ଯଦି ସିଏ କାହାକୁ ବି ଦିଅନ୍ତି, ତେବେ ନିଜ ଜୀବନର ଯୋଉ ଦୁଃଖ ଅଛି, ସେ ଦୁଃଖକୁ ଆଉ ଜଣେ ଭୋଗ କରିବ, ତା ପାଇଁ ଯେତେ ପଇସା ଦରକାର ପଡେ ଯଦି ଦିଆଯାଇପାରେ, ସେମିତିଆ ଲୋକଟେ କେବେ ମିଳେ ନା। ମଣିଷରେ ଦେହ ଧରିଛେ ମାନେ ରୋଗ ମଧ୍ୟ ଆସେ। এই ରୋଗକୁ ମତେ ଯେତେବେଳେ ରୋଗର କଷ୍ଟ ହୁଏ, ରୋଗ ମୋ ଦେହକୁ ଯେତେବେଳେ ମାଡ଼ି ଆସେ, ମୁଁ ଆଉ ଗୋଟେ ଲୋକକୁ ନିଯୁକ୍ତି କରିପାରେ ନା, ଆପଏଣ୍ଟମେଣ୍ଟ କରିପାରେ ନା, ରିକ୍ରୁଟମେଣ୍ଟ କରିପାରେ ନା, ଯିଏକି ମୋ ପାଇଁ ଏ ରୋଗଟାକୁ ସେ ଭୋଗ କରିବ। ପୁଣି ଜୀବନରେ ଆଉ ଗୋଟେ ଜିନିଷ ଆସେ, ମୃତ୍ୟୁ। ଯାହା ଆମେ ଜାଣିଛୁ, ଠାକୁର କହୁଥିଲେ The absolute truth of the life is the death. ମଣିଷ ଜନ୍ମ ହେଲେ ତ ମୃତ୍ୟୁ ସୁନିଶ୍ଚିତ। ପୁଣି ଠାକୁର ଆହୁରି ପାଦେ ଆଗକୁ ଯାଇ କହିଥିଲେ The absolute truth of the death is the life. ମଣିଷ ମଲେ ପୁଣି ଥରେ ଜନ୍ମ ନିଏ, ଯାହାକି ପୁନର୍ଜନ୍ମର କଥା। এই ପୁନର୍ଜନ୍ମ ଆଜିର କଥା ନୁହେଁ। ଏଇ ଆର୍ଯ୍ୟ ସଂସ୍କୃତିର ଧାରାରେ 5000 ବର୍ଷରୁ ଉର୍ଦ୍ଧ୍ୱ ପୂର୍ବରୁ এই ଭାରତବାସୀଙ୍କ ପାଖରେ ବିଶ୍ୱାସ ଥିଲା ଯେ ପୁନର୍ଜନ୍ମର କଥା ଅଛି।
ତେଣୁ ତିନିଟା ଜିନିଷ, ଗୋଟେ ହଉଛି ଦୁଃଖ, ଗୋଟେ ହଉଛି ରୋଗ, ଆଉ ଗୋଟେ ହଉଛି ମୃତ୍ୟୁ, ତାହା ଆମେ କାହା ସହିତ ସେୟାର କରିପାରୁନା ବା କାହାକୁ ଆମେ ରିକ୍ରୁଟମେଣ୍ଟ କରିପାରୁନା ଯେ କି ମାନେ ଏଇ ସବୁ ଜିନିଷକୁ ସହ୍ୟ କରିପାରିବ ବା ବିୟର କରିପାରିବ। ଏଇ କ୍ରମରେ ମନେ ପଡେ ଜଣେ ଷ୍ଟକ୍ ମାର୍କେଟରେ ଜଣେ ବଡ ଧନୀ ଝୁନଝୁନୱାଲା, ତାଙ୍କ ପାଖରେ ଥିଲା 5.48 ଲାଖ କ୍ରୋର୍ସ ଟଙ୍କା। ଶେଷ ମୁହୂର୍ତ୍ତରେ ଯେତେବେଳେ କମ ବୟସରେ, ସବୁବେଳେ ତ ପଇସା ପଇସା, ସକାଳୁ ଉଠିଲେ ରାତି ପର୍ଯ୍ୟନ୍ତ ପଇସା ପାଇଁ ସେ ବ୍ୟସ୍ତ ରହୁଥିଲେ, ଯେତେବେଳେ ତାଙ୍କର ଶେଷ ମୁହୂର୍ତ୍ତ ଆସିଗଲା, ସେ କହିଲେ ଯେ ମୋ ପାଖରେ ଏତେ ପଇସା ଅଛି, କିନ୍ତୁ ମୁଁ ଗୋଟେ ମଣିଷଟେ ପାଉନି ଯେ ମୋର ସମସ୍ତ ପଇସା ନେଇଯାଇ ସେ ମୋ ପାଇଁ ମରିପାରିବ, ମୋର ସମସ୍ତ ପଇସା ନେଇଯାଇ ସେ ମୋର ରୋଗ ଭୋଗ କରିପାରିବ, ଆଉ ମୋର ସମସ୍ତ ପଇସା ନେଇଯାଇ ମୋର ଦୁଃଖକୁ ଭୋଗ କରିପାରନ୍ତା, ତାହେଲେ ମୁଁ ସବୁ କିଛି ପଇସା ଦବା ପାଇଁ ରାଜି ଅଛି। ଇଏ ହଉଛି ବାସ୍ତବ, ଜୀବନର ବାସ୍ତବ ଜିନିଷ। ଜୀବନରେ ଆମେ ଅନେକ କିଛି କରିପାରୁ, କିନ୍ତୁ ଜୀବନରେ ଦୁଃଖ, ରୋଗ ଆଉ ମୃତ୍ୟୁକୁ ଆମକୁ ନିଜକୁ ଭୋଗ କରିବାକୁ ପଡେ। ତେଣୁ ଠାକୁର କହୁଥିଲେ ଠାକୁରଙ୍କର ଗୋଟେ 3D ସଂଗ୍ରାମ ଅଛି, ତିନିଟା ଡି ବିରୁଦ୍ଧରେ ହିଁ ସଂଗ୍ରାମ। ସେଇ ତିନିଟା ଡି କଣ? ଗୋଟେ ହଉଛି ଡିଷ୍ଟ୍ରେସ୍, ଡିଜିଜ ଆଣ୍ଡ ଡେଥ। ଏଇ ତିନିଟା ଡି ବିରୁଦ୍ଧରେ ସଂଗ୍ରାମ, ଆଉ ଏଇ ତିନିଟା ଡି ହିଁ ବୁଦ୍ଧ ଦେବଙ୍କୁ ଗୌତମ ବୁଦ୍ଧରେ ପରିଣତ କରିଥିଲା। ତେଣୁ ବୁଦ୍ଧଦେବ ଯୋଉ ବୁଦ୍ଧତ୍ୱ ପ୍ରାପ୍ତ କରିଥିଲେ, ଏଇ ତିନିଟା ଜିନିଷ ହିଁ ତାଙ୍କ ସାମ୍ନାରେ ଥିଲା। ଯେତେବେଳେ ଜଣେ ଦରିଦ୍ର ଲୋକକୁ ଦେଖିଥିଲେ ତାର ଦୁଃଖ, ଜଣେ ରୋଗୀକି ଦେଖିଥିଲେ, ଜଣେ ଶବକୁ ଦେଖିଥିଲେ, ତାଙ୍କ ଜୀବନରେ, ତାଙ୍କ ମନରେ ବିଚଳିତ ଭାବ ତିଆରି ହେଇଥିଲା। ସେ ରାଜକୁମାର ରାଜପଥ ତ୍ୟାଗ କରିଦେଇ ସେ ସନ୍ନ୍ୟାସୀ ଲାଭ କରିଦେଇଥିଲେ, କାରଣ ସେ ରାଜା ହେଇପାରେ, କିନ୍ତୁ ଜୀବନରେ ଏଇ ତିନିଟା ଜିନିଷକୁ ସେ କେବେ ହେଲେ ପାର କରିପାରେ ନା। ତେଣୁ ଠାକୁରଙ୍କର ଯୋଉ ବିଧାନ, ଠାକୁର ଏଇ ତିନିଟା ବିରୁଦ୍ଧରେ ହିଁ ସଂଗ୍ରାମ କରିଛନ୍ତି। ଠାକୁରଙ୍କର ଏଇ ଯୋଉ ସଂଗ୍ରାମ, ଯୋଉ ସତ୍ସଙ୍ଗର ଯୋଉ ଆନ୍ଦୋଳନ, ବିରାଟ ଆନ୍ଦୋଳନ, ଏଇ ଆନ୍ଦୋଳନ ହଉଛି ସେଇ ସଂଗ୍ରାମ ବିରୁଦ୍ଧରେ, 3D ବିରୁଦ୍ଧରେ, ତିନିଟା ଡି ବିରୁଦ୍ଧରେ ଆନ୍ଦୋଳନ। that is the distress, disease and death। ତେବେ ଦୁଃଖ କଣ? ଦୁଃଖ ହଉଛି, ଭଗବତ ଗୀତାରେ ମଧ୍ୟ ଅଛି, ଏଇ ବସ୍ତୁବାଦୀ ଜୀବନରେ, ଏଇ ଯୋଉ ମେଟେରିଆଲ ୱାର୍ଲଡରେ, ଏଇ ଯୋଉ ବାର୍ଥ, ଡେଥ ଆଣ୍ଡ ଡିଜିଜ, ଇଏ ବିରୁଦ୍ଧରେ, ଇଏ ବସ୍ତୁବାଦୀ ଜୀବନରେ ପ୍ରତି ମୁହୂର୍ତ୍ତରେ ଆମକୁ ସଂଗ୍ରାମ କରିବାକୁ ପଡେ, ଆମେ ସଂଗ୍ରାମ କରିବାକୁ ପଡେ। ତେଣୁ ଆମେ ସଂଘର୍ଷ କରିବାକୁ ପଡେ ଜୀବନରେ ଏଇ ସବୁ ଜିନିଷ ସହିତ ଲଢିବା ପାଇଁ। ତେଣୁ ଏଇ ସବୁ ଜିନିଷକୁ ଜୀବନରେ ଲଢିବା ପାଇଁ ସଂଗ୍ରାମର, ଆମ ଏଇ ଜୀବନ ରଥର ସାରଥୀ ଆମେ ଠାକୁରଙ୍କୁ କରିକି ଯଦି ଚାଲୁ, ତେବେ ଏଇ ସଂଗ୍ରାମକୁ ଆମେ ଅଚିରେ ପାର କରାଯାଇପାରେ। ଶେଷର ଗୌତମ ବୁଦ୍ଧଙ୍କର ସେ ବୁଦ୍ଧତ୍ୱ ପ୍ରାପ୍ତ ପରେ ସେ ଯାହା କହିଥିଲେ, ଦ ଡିଜାୟାର ଇଜ ଦ ରୁଟ୍ କଜ ଅଫ ଅଲ୍ ଦ ସରୋ। ଡିଜାୟାର ଇଜ ଦ ରୁଟ୍ କଜ ଅଫ ଅଲ୍ ସରୋ। ଦୁଃଖର ମୂଳ କାରଣ ହେଉଛି ଡିଜାୟାର। ତେଣୁ ଡିଜାୟାର ନଥିଲେ ମଣିଷ ବଞ୍ଚିପାରେ ନା। ଦ ଏକ୍ସପେକ୍ଟେସନ ଇଜ ଦ ରୁଟ୍ ଅଫ ଅଲ୍ ଦ ହେଡାକ। ସବୁ ହେଡାକର ମୂଳ ହେଉଛି ଏଇ ଡିଜାୟାର। ତେଣୁ ମଣିଷ ଜୀବନରେ ଯୋଉ ଦୁଃଖ ଆସେ, ଯୋଉ ଡିଜାୟାର, ମଣିଷ ଜୀବନରେ ତିନିଟା ଡିଜାୟାର ଥାଏ। ସକାଳୁ ଉଠିଲେ ରାତି ପର୍ଯ୍ୟନ୍ତ ସେଇ ତିନିଟା ଡିଜାୟାର ପଛରେ ଆମେ ଚାଲୁ। ପ୍ରଥମ ଡିଜାୟାର ହଉଛି ଡିଜାୟାର ଫର ଦ ଫୁଡ। ଆମେ ସକାଳୁ ଉଠିଲେ ପେଟ ଭରିବା ପାଇଁ କିଛି ଖାଇବା ପାଇଁ ଚିନ୍ତା କରୁ। ତେଣୁ ସେ ଖାଇବାରୁ ଆରମ୍ଭ ହୁଏ, ଦ୍ୟାଟ୍ ଇଜ ଦ ଫାଷ୍ଟ ଡିଜାୟାର ଅଫ ଦ ଲାଇଫ। ଇଏ ବଞ୍ଚିଥିଲା ପର୍ଯ୍ୟନ୍ତ, ଦେହ ଥିବା ପର୍ଯ୍ୟନ୍ତ ଏଇ ଡିଜାୟାରଟା ଥାଏ, ଆଉ ଏଇ ଡିଜାୟାର ପାଇଁ ଆମେ ଅନେକ ଦୁଃଖ ଭୋଗିବାକୁ ମଧ୍ୟ ପଡେ, ଆମକୁ ଅନେକ ସଂଘର୍ଷ କରିବାକୁ ପଡେ, ଅନେକ କଷ୍ଟ ସହିବାକୁ ପଡେ।
ଆଉ ଏଇ ଡିଜାୟାର ଆଜିର ସମାଜରେ ଯଦି ଏଇ ଯୋଉ ଡିଜାୟାର ତାପରେ ସେକେଣ୍ଡ ଡିଜାୟାର ହଉଛି ଦ ଡିଜାୟାର ଫର ଦ ସେକ୍ସ। ଏ ବଡିର ଗୋଟେ ଶାରୀରିକ ଆବଶ୍ୟକତା ଭିତରେ ଥାଏ। ତେଣୁ ଠାକୁର ସେଥିପାଇଁ ସୁନ୍ଦର ବ୍ୟବସ୍ଥା, ସୁବିବାହର ବ୍ୟବସ୍ଥା କରିଦେଇଛନ୍ତି। ସେଥିପାଇଁ ଠାକୁରଙ୍କର ବିଧାନରେ ଠାକୁର କହୁଥିଲେ ଆମେ ଶୁଦ୍ଧାତ୍ମା ଚାହି, ଆମେ ଜଙ୍ଗଲ ସନ୍ନ୍ୟାସୀ ଚାହିଁ ନା, ଆମେ ସଂସାର ସନ୍ନ୍ୟାସୀ ଚାହିଁ। ଏ ସାଂସାରିକ ଜୀବନ ଭିତରେ ମଣିଷ ଯେତେବେଳେ ରହେ ତାର ଏଇ ଦୁଇଟା ଡିଜାୟାର, ଦ ଡିଜାୟାର ଫର ଦ ଫୁଡ, ଡିଜାୟାର ଫର ଦ ସେକ୍ସ ଅର ବଡିଲି ଫିଜିକାଲ ଡିଜାୟାର, ये ଦିଟା ପୂର୍ଣ୍ଣ ମାତ୍ରାରେ ପୂର୍ଣ୍ଣ ହୁଏ। ଆଉ ଏ ଦିଟା ଡିଜାୟାର ଏତେ ଡେଞ୍ଜର ନୁହେଁ ଲାଇଫ। କିଛି ସମୟ ପରେ ପ୍ରାପ୍ତ ହେଇଗଲା ପରେ ଜଣେ ଖାଇଦେଲା ପରେ ତାର ସେଇ ଡିଜାୟାରଟା ପୂର୍ଣ୍ଣ ହେଇଯାଏ, ସେ ପୁଣି ଆଉ ଖାଇବା ପାଇଁ ଚାହେଁ। ଏ ଦୁଇଟା ଡିଜାୟାର କିଛି ସାମୟିକ ଇଏ ଭିତରେ ତାର ପୂର୍ଣ୍ଣତା ଲାଭ କରେ, କିନ୍ତୁ ଥାର୍ଡ ଡିଜାୟାର, ତ ଡିଜାୟାର ଟୁ ବି ଡିଫରେଣ୍ଟ ଫ୍ରମ ଦ ଅଦର୍ସ, ଆମେ ସବୁବେଳେ ଚାହୁଁ ଅନ୍ୟଠାରୁ ନିଜକୁ ଭିନ୍ନ ଦେଖେଇବା ପାଇଁ। ଆମେ ଯେତେ କଥା କହୁ, ଯେତେ କର୍ମ କରୁ, ସବୁବେଳେ ଆମେ ତାହା ହିଁ ପରିପ୍ରକାଶ କରୁ, ମୁଁ ହଉଛି ଶ୍ରେଷ୍ଠ, ମୁଁ ହଉଛି ଅନ୍ୟମାନଙ୍କ ଠାରୁ ଭିନ୍ନ। ଆଉ ଏଇ ଡିଜାୟାର ଭିତରେ ପାରିବାରିକ ଜୀବନରେ ସ୍ୱାମୀ ସ୍ତ୍ରୀ ଭିତରେ ସଂଘର୍ଷ ହୁଏ, କାରଣ ମୁଁ ନିଜକୁ ପ୍ରତିପାଦିତ କରିବା ପାଇଁ ଚାହେଁ, ସ୍ତ୍ରୀ ତାର ସେଇ ଡିଜାୟାର ପାଇଁ ସେ ମଧ୍ୟ ନିଜକୁ ପ୍ରତିପାଦିତ କରିବା ପାଇଁ ଚାହେଁ। ଆଉ ସେଇଠି ଆରମ୍ଭ ହୁଏ ସଂଘର୍ଷ, ପାରିବାରିକ ଜୀବନର କଳହ, ଏ ସାଂସାରିକ ଜୀବନଟା ପୁଣି ଉଜୁଡ଼ି ଯାଏ ଏବଂ ଏଇ এই কর্মময় এই যে বস্তুবাদী জীবনের ভিতরে এই সাংসারিক জীবনটা জড়ি পড়ি পাউঁশ হয়ে যায়, কারণ দ্যাট ইজ দ্য ডেঞ্জারাস ডিজায়ার, দ্য ডিজায়ার টু বি ডিফরেন্ট ফ্রম দ্য অদর্স। ତେଣୁ ଯଦି ଦେଖାଯାଏ ମଣିଷ ଆଜି ବସ୍ତୁବାଦୀ ଦୁନିଆରେ ମଣିଷ ଆଜି ଅନେକ କିଛି ପଇସା କମେଇଛି, ଅନେକ କମ୍ଫର୍ଟ ପାଇଛି, କିନ୍ତୁ ସୁଖ ତା ଠାରୁ ବହୁତ ଦୂରକୁ ଚାଲି ଯାଇଛି। ଆଜି ହାପିନେସ୍ ଇଣ୍ଡେକ୍ସ ଯଦି ଦେଖାଯାଏ, ୱାର୍ଲଡର ହାପିନେସ୍ ଇଣ୍ଡେକ୍ସରେ 143 କଣ୍ଟ୍ରିରେ ଇଣ୍ଡିଆ, 147 କଣ୍ଟ୍ରିର ଇଣ୍ଡେକ୍ସରେ ଇଣ୍ଡିଆର ପୋଜିସନ ହଉଛି 123। ତା ଉପରକୁ ଅନେକ ଆଫଗାନିସ୍ତାନ ପାକିସ୍ତାନ ଭଳିଆ ଅଛନ୍ତି, ଶ୍ରୀଲଙ୍କା ମାନେ ଅଛନ୍ତି, କିନ୍ତୁ ଇଣ୍ଡିଆ ଆହୁରି ତଳେ ଅଛି। ଆଉ ଯଦି ସେଇ ବେସିସରେ ଦେଖାଯାଏ, ଜାପାନରେ ଆଜି ପ୍ରତି 100ରେ 20ରୁ 30 ଲୋକ 50 ବର୍ଷ ପରେ ଚାକିରି ଛାଡି ଦେଇକି ସେମାନେ ମଙ୍କ ହେଇଯାଉଛନ୍ତି, ସାଧୁ ହେଇଯାଉଛନ୍ତି। ସେଠି ସଙ୍କଟ ପଡିଛି, ଦ ଆଟ୍ରିସନ ଇଣ୍ଡେକ୍ସ, ଯୋଉ ଚାକିରି ଛାଡିବାର ଭାବଟା ଏତେ ବଢିଯାଇଛି, କାରଣ ଜୀବନଟା ଯୋଉ ସଂଘର୍ଷମୟ ଜୀବନ ଭିତରେ ପଇସା ପଛରେ ମଣିଷ ଦୌଡ଼ି ଦୌଡ଼ିକି ଖୁସି ଠାରୁ ଅନେକ ଦୂରକୁ ସେ ଚାଲି ଯାଇଛି। ସେଥିପାଇଁ ଠାକୁର କହୁଥିଲେ ଜଗତରେ ମଣିଷ ଯେତେ ଯାହା ଦୁଃଖ ପାଏ ତାର ଅଧିକାଂଶ ହିଁ କାମିନୀ କାଞ୍ଚନର ପ୍ରତି ଆସକ୍ତିରୁ ଆସେ। ତେଣୁ ମଣିଷ ଏଇ ଦୁଇଟା ପାଖରୁ ଯେତେ ଦୂରକୁ ରଖିପାରେ ସେ ସେତିକି ସୁଖରେ ରହିପାରେ। ତେଣୁ ମଣିଷ ଜୀବନରେ ଏଇ ଏଇ ଯୋଉ କାମିନୀ ଆଉ କାଞ୍ଚନ, ଏଇ ଦୁଇଟା ଠାରୁ ମଣିଷ ଯେତେ ଦୂରକୁ ରହିପାରେ ମଣିଷ ସେତିକି ସୁଖରେ ରହିପାରେ। ତେଣୁ ପୁଣି ଠାକୁର କହୁଛନ୍ତି ସଂକୋଚନ ହିଁ ଦୁଃଖ, ପ୍ରସାରଣ ହିଁ ସୁଖ। ଆମେ ଯେତେ କଣ୍ଟ୍ରାକ୍ଟ ହେଇଯାଉ, ଯେତେବେଳେ ସଂକୁଚିତ ହେଇଯାଉ, ମୁଁ ମୋ ବ୍ୟକ୍ତିଗତ ଭାବରେ ମୁଁ ବଞ୍ଚେ, ମୁଁ ମୋ ପରିବାର ନେଇକି ବଞ୍ଚେ, ସେତେ ଦୁଃଖ ଆସେ। ମୁଁ ଯେତେବେଳେ ମୋ ବ୍ୟକ୍ତିଗତ ଜୀବନ, ପାରିବାରିକ ଜୀବନରୁ ସାମାଜିକ ଜୀବନକୁ ପାଦ ଦିଏ, ରାଷ୍ଟ୍ର ଜୀବନରେ ଯେତେବେଳେ ସମାହିତ ହୁଏ, ସେତେବେଳେ ମୋତେ ଆନନ୍ଦ ଲାଗେ। କାରଣ ଆଗରୁ ଯେତେବେଳେ ଲୌହ ମାନବ ଥିଲା, ଯେତେବେଳେ ପଶୁ ପକ୍ଷୀ ଯେତେବେଳେ ଖାଦ୍ୟ ବ୍ୟବସ୍ଥା ନଥିଲା, ସେମାନେ ସେତେବେଳେ ମିଳିକି ରହିକି ସାମାଜିକ ଜୀବନ ଭିତରେ ରହୁଥିଲେ, ଆଉ ସେତେବେଳେ ସେମାନେ ଅତ୍ୟନ୍ତ ଖୁସି ଥିଲେ। କାରଣ ସେଇ ସମୟରେ ମଣିଷ ଏତେ ଖୁସି ଥିଲା, ତାର ସେରୋଟୋନିନ୍ ଲେଭେଲ, ତାର ଯୋଉ ଖୁସି ହରମୋନଟା ତା ଲାଇଫରେ ବହୁତ ବହୁତ ଥିଲା। ଆଜି କଣ ହେଇଛି, ସେ ସାମାଜିକ ଜୀବନଟା ଆମର ଧୂଳିସାତ ହେଇଛି। ସେଥିପାଇଁ ଠାକୁରଙ୍କର ଏଇ ଯୋଉ ସତ୍ସଙ୍ଗର ବ୍ୟବସ୍ଥା, ଏଇ ସତ୍ସଙ୍ଗୀ କିଏ, ଯେ ସତ୍ ସହିତ ଯୁକ୍ତ ହେଇ ତଦ୍ଗତି ସମ୍ପନ୍ନ ଯିଏ, ସିଏ ହଉଛି ସତ୍ସଙ୍ଗୀ। ଆଉ ଏଇ ସତ୍ସଙ୍ଗୀ ମାନଙ୍କର ସମାହାର ହଉଛି ସତ୍ସଙ୍ଗ। ଏଇ ସତ୍ସଙ୍ଗକୁ ଆମେ ଦୌଡ଼ି ଆସୁ କାହିଁକି, ଏଇ ସାମାଜିକ ଜୀବନ ଭିତରକୁ ଏଇ ଯୋଉ ପାରସ୍ପରିକତା, ପରସ୍ପର ସହିତ ଯୋଉ ସେୟାରିଂଟା, ତାହା ହିଁ ମଣିଷ ଜୀବନରେ ଅନେକ ଆନନ୍ଦ ଦିଏ।
ବ୍ୟକ୍ତିଗତ ସ୍ୱାର୍ଥ ଭାବରେ ଯେତେବେଳେ ମଣିଷ ବଞ୍ଚେ ସେ ସୁଖ ପାଇପାରେ ନା। ତେଣୁ ସେଥିପାଇଁ ଏକ୍ସପାନସନ ଇଜ ଦ ହାପିନେସ ଆଣ୍ଡ କଣ୍ଟ୍ରାକ୍ସନ ଇଜ ଦ ସରୋ। ତେଣୁ ମଣିଷକୁ ଏକ୍ସପାଣ୍ଡ ହବାକୁ ପଡିବ। ନିଜର ବ୍ୟକ୍ତିଗତ ପାରିବାରିକ ଜୀବନର ଊର୍ଦ୍ଧ୍ୱରେ ରହି ମଣିଷ ନିଜକୁ ଏକ୍ସପାନସନ ଆଡକୁ ଯିବାକୁ ପଡିବ, ଏକ୍ସପାଣ୍ଡ ହବାକୁ ପଡିବ। ତାହେଲେ ସେ ସୁଖରେ ରହିପାରିବ। ପୁଣି ଠାକୁର କହୁଛନ୍ତି, ଯହିରେ ଦୁର୍ବଳତା ଆସେ, ଭୟ ଆସେ, ତାହା ହିଁ ତାହିରେ ହିଁ ଆନନ୍ଦର ଅଭାବ। ଆମେ ଆସକ୍ତିପୂର୍ଣ୍ଣ। ମୁଁ ମୋ ପୁଅକୁ ଭଲ ପାଏ, ମୁଁ ମୋ ଝିଅକୁ ଭଲ ପାଏ, ମୁଁ ମୋ ସ୍ତ୍ରୀକୁ ଭଲ ପାଏ। ମୁଁ ବାସ୍ତବିକ ଭଲ ପାଏ ନା, ଇଏ ହଉଛି ମୋର ଆସକ୍ତି। ସେ ଭଲ ପାଇବାଟା ଗୋଟେ ଚିରନ୍ତନ ଆନନ୍ଦର ସ୍ରୋତ। କିନ୍ତୁ ମୁଁ ତାଠୁ କିଛି ପ୍ରତିଦାନରେ କିଛି ଚାହେଁ, ତାହା ହିଁ ଦୁଃଖ। ତେଣୁ ଯେତେବେଳେ ମୁଁ ଭଲ ପାଏ, ପ୍ରେମ କରେ, ମୁଁ ମୋ ସ୍ତ୍ରୀକୁ ପ୍ରେମ କରେ, କିନ୍ତୁ ପ୍ରତିଦାନରେ ମୁଁ ଆଶା କରେ କି ସେ ମୋ ପାଇଁ କିଛି କରୁ, ମୋ ପାଇଁ ଭଲ ଖାଇବା ବନଉ, ମୋ କଥା ମାନୁ, ମୋର ସେବା କରୁ। ଯଦି ନ କରେ ତାହେଲେ ମୁଁ ତାକୁ ଆଉ ଭଲ ପାଇପାରେ ନା। ତେଣୁ ଏଇଟା ମୋର ବାସ୍ତବ ଭଲ ପାଇବା ନୁହେଁ, ଇଏ ହଉଛି ମୋର ଆସକ୍ତି, ଇଏ ହଉଛି ମୋର ଆଟାଚମେଣ୍ଟ। ସେ ଆଟାଚମେଣ୍ଟଟା ମତେ ଦୁଃଖ ଦିଏ। କିନ୍ତୁ ମୁଁ ମୋ ସନ୍ତାନ ସନ୍ତତିକୁ ଭଲ ପାଏ, କିନ୍ତୁ ତା ପ୍ରତିବଦଳରେ ମୁଁ ତାଠୁ ଆଶା କରେ ଯେ ସିଏ ମତେ ବୁଢା ହେଲେ ପୋଷିବ। ଯେତେବେଳେ ବୁଢା ହେଲେ ସେ ମତେ ପୋଷେ ନା, ମତେ ଦୁଃଖ ଲାଗେ। ମୁଁ ଯଦି ଆଶା ନ କରେ ମୂଳରୁ ଯେ ମୋର ସେ କିଛି କରିବନି, ତାହେଲେ ମତେ ଦୁଃଖ ପାଏନା। ସେଇଥିପାଇଁ ଠାକୁର କହୁଥିଲେ, ଚାହିଁବାଟା ନ ପାଇବା ହିଁ ଦୁଃଖ। ଚାହିଁବାଟା ନ ପାଇବାଟା ହିଁ ଦୁଃଖ। କିଛି ଚାହ ନା, ସବୁ ଅବସ୍ଥାରେ ରାଜି ଥାଅ, ଦୁଃଖର କଣ କରିବ। ଆମ ପାଖରେ ଡିଜାୟାର ଥାଏ, ଆମେ ସବୁବେଳେ ଚାହୁଁ, ଏକ୍ସପେକ୍ଟ କରୁ। এই ଏକ୍ସପେକ୍ଟେସନ ହିଁ ତ ରୁଟ କଜ ଅଫ ମାନେ ସରୋ। ଆମେ ଚାହୁଁ ଏବଂ ସବୁବେଳେ ଇଚ୍ଛା କରୁ। ଆମେ ଈଶ୍ୱରଙ୍କ ପାଖରେ ମୁଣ୍ଡ ବାଡେଇ କହୁ, ହେ ଈଶ୍ୱର, ହି ଭଗବାନ, ତୁମର ଇଚ୍ଛା ହିଁ ମଙ୍ଗଳ, ଆଉ ତୁମର ଇଚ୍ଛା ହିଁ ମୋ ଭିତରେ ପୂର୍ଣ୍ଣ ହଉ। କିନ୍ତୁ ଆମେ ଯେତେବେଳେ ଠାକୁରଙ୍କ ପାଖରେ କହୁ ଯେ ତୁମର ଇଚ୍ଛା ହିଁ ମଙ୍ଗଳ, ମୁଁ ଜାଣେ ନା କେଉଁଥିରେ ମୋର ମଙ୍ଗଳ ହବ, ମୋ ଭିତରେ ତୁମର ଇଚ୍ଛା ହିଁ ପୂର୍ଣ୍ଣ ହଉ। କିନ୍ତୁ ତୁମର ଇଚ୍ଛା ମୋ ଭିତରେ ପୂର୍ଣ୍ଣ ହବା କଥା କହିବା ସମୟରେ ମୋ ଭିତରେ ଅନେକ ଇଚ୍ଛାର ପାହାଡ ମୋ ଭିତରେ ଥାଏ। ମୋ ଇଚ୍ଛାର ପାହାଡ ଥାଏ। ମୋ ପୁଅର ବାହାଘର, ମୋ ଝିଅର ବାହାଘର, ମୋ ଝିଅର ଚାକିରି, ମୋ ପୁଅର ଚାକିରି, ମୁଁ ଘର କିଣିବି, ମୁଁ କାର୍ କରି କିଣିବି, ଘର ତିଆରି କରିବି, କାର୍ କିଣିବି, ଏଇଟା କିଣିବି, ସେଇଟା କିଣିବି, ମୋ ସ୍ତ୍ରୀ ପାଇଁ ସୁନା କିଣିବି, ମୋର ଇଏ କରିବି, ସେଇଟା କରିବି। ଏତେ ଇଚ୍ଛା, ଇଚ୍ଛାର ପାହାଡ ମୋ ଭିତରେ ଏତେ ଅଛି। ଈଶ୍ୱରଙ୍କର ଇଚ୍ଛାକୁ ମୋ ଭିତରେ ସ୍ଥାନ ପାଇବା ପାଇଁ ମୋ ପାଖରେ ଆଉ ଜାଗା ନଥାଏ। ତେଣୁ ଈଶ୍ୱରଙ୍କ ଇଚ୍ଛା, ସେଇ ମଙ୍ଗଳର ଇଚ୍ଛା, ମୋ ଭିତରେ ଆଉ ସ୍ଥାନ ପାଇବା ପାଇଁ ଜାଗା ନଥାଏ। ଯାହା ପାଇଁ, ଯୋଉଥିପାଇଁ ଈଶ୍ୱରଙ୍କର ସେଇ ମଙ୍ଗଳମୟଙ୍କର ସେଇ ମଙ୍ଗଳ ଇଚ୍ଛା ମୋ ଭିତରେ ପୂର୍ଣ୍ଣତା ଲାଭ କରିପାରେନି। ଆଉ ମୁଁ ମଙ୍ଗଳର ଅଧିକାରୀ ହେଇପାରେନି, ମୋ ଦୁଃଖର ଅଧିକାରୀ, ସୁଖର ଅଧିକାରୀ ହେଇପାରେନି। ଜୀବନରେ ମତେ ଦୁଃଖ ଆସେ ଏବଂ ଜୀବନରେ ଏଇ ଦୁଃଖ ଆସେ, ତାର ମୂଳ କାରଣ ହଉଛି ସେଇ ମଙ୍ଗଳମୟ, ସେଇ ଇଷ୍ଟଙ୍କର ଇଚ୍ଛା। ଇଷ୍ଟ ମାନେ ତ ହଉଛି ମଙ୍ଗଳ। ସେଇ ଇଷ୍ଟଙ୍କର ଇଚ୍ଛା ମୋ ଭିତରେ ପ୍ରତିଧ୍ୱନିତ ଲାଭ ହେଇପାରେନି, ମୋ ଜୀବନରେ ସ୍ଥାନ ପାଇପାରେନି। ତେଣୁ ଠାକୁର କହୁଛନ୍ତି ଯେ ଦୁଃଖ କାହାରି ପ୍ରକୃତିଗତ ନୁହେଁ। ପ୍ରକୃତିଗତ ମାନେ ବା ବାଇ ନେଚର ଆସେନି, ଏଇ କର୍ମ ମାଧ୍ୟମରେ ଆସେ। ଏଇ କର୍ମଜନିତ କାରଣରୁ ଦୁଃଖ ପାଏ। ଆଉ ଆମେ ଅନେକ ସମୟରେ, ମୁଁ ଏଠି ଗୋଟେ କଥା କହି ରଖେ ଯେ ଆନନ୍ଦ ଆଉ ଖୁସି, ଏ ଦିଟା ଜିନିଷ, ଗୋଟେ ହାପିନେସ ଆଉ ଗୋଟେ ହଉଛି ପ୍ଲିଜର। ଆମେ ଖୁସିଟାକୁ ଆନନ୍ଦ ବୋଲି ଭାବୁ, ଖୁସିଟା ଆନନ୍ଦ ନୁହେଁ। ଖୁସିଟା ଆନନ୍ଦ ନୁହେଁ, ବା ଆନନ୍ଦଟା ଖୁସି ନୁହେଁ। ଯାହା ଠାକୁର କହୁଥିଲେ, ଆମେ ଦୁଇଟା ଜିନିଷରେ ଏଇ ଜୀବନ ସତ୍ତା ତିଆରି, ଗୋଟେ ହଉଛି ସତ୍ତା, ଆଉ ଗୋଟେ ହଉଛି ଅସ୍ତିତ୍ବ। ଏଇ ସତ୍ତାରେ ଆମେ ବଞ୍ଚି ରହୁ, ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ଏ ସତ୍ତା ସଚିଦାନନ୍ଦମୟ, ଏ ସତ୍ତା ସଚିଦାନନ୍ଦମୟ, ସିଏ ହଉଛି ଆନନ୍ଦର ସ୍ୱରୂପ। ଠାକୁରଙ୍କର ସେ ଇଂଲିଶର ବାଣୀ, ଦ ଏକ୍ଜିଷ୍ଟାନ୍ସ ଅଫ ଅଲ୍ ଦ୍ୟାଟ୍ ଏକ୍ଜିଷ୍ଟ, ଦ୍ୟାଟ୍ ଇଜ ଦ ସତ୍। ଦ ରେସ୍ପନ୍ସିଭ ଅଫ ଅଲ୍ ଦ୍ୟାଟ୍ ରେସ୍ପଣ୍ଡ, ଦ୍ୟାଟ୍ ଇଜ ଦ ଚିତ୍, ଚେତନା। and the becoming of all that is coming, that is the ଆନନ୍ଦ। ଯାହା କିଛି ହଉଛି, ଏ ବୃଦ୍ଧି ହିଁ ଆନନ୍ଦ। ଯାହା କିଛି ଆମେ କରୁଛୁ ତାହା ହିଁ ଆନନ୍ଦ, କିନ୍ତୁ ତାହା ଆନନ୍ଦ ଦିଏ ନା। କାରଣ ଆମେ ସତ୍ତାମୁଖୀ ଚଳନୀ ଭିତରେ ନଥାଉ, ଆମେ ଶରୀରମୁଖୀ ଚଳନୀରେ ଥାଉ। ସେଥିପାଇଁ ଠାକୁର ବାରମ୍ବାର କହୁଥିଲେ,
ତୁମେ ଶରୀରମୁଖୀ ହୋଇ ଉଠ ନା, ତୁମେ ସତ୍ତାମୁଖୀ ହୁଅ। ସେ ସତ୍ତାମୁଖୀ ହେଲେ ମଣିଷ ଅନେକ ଆନନ୍ଦର ଅଧିକାରୀ ହେଇପାରେ। ଯାହା ମୁଁ କହୁଥିଲି, ଏଇ ଆନନ୍ଦଟା ସୁଖ ନୁହେଁ। ଆଜିର ବିଜ୍ଞାନ, ତଥାକଥିତ ବିଜ୍ଞାନ ଯୁଗରେ ଆମେ ଅନେକ କମ୍ଫର୍ଟ ପାଇଛୁ। ଶୀତ ଖରାରେ ଏସି ଚଲେଇକି ରହିପାରୁଛୁ। ଏସି ଆମକୁ କମ୍ଫର୍ଟ ଦିଏ, ଟିଭି ଆମକୁ କମ୍ଫର୍ଟ ଦିଏ, ସୋଫା ଆମକୁ କମ୍ଫର୍ଟ ଦିଏ, ବଡ ବେଡ୍, ଭଲ ବେଡ୍ ଆମକୁ କମ୍ଫର୍ଟ ଦିଏ। କାର, ବାଇକ୍, ଯାହା କିଛି ଯାନ ବ୍ୟବହାର କରୁ, ସେ ଆମ କମ୍ଫର୍ଟ ପାଇଁ। ଆଉ ଏଇ କମ୍ଫର୍ଟଟା ହଉଛି ସୁଖ। ଯାହା ମୁଁ କହୁଥିଲି, ଏଇ ସୁଖ କଣ? ସୁଖ ହଉଛି ଏଇ ପଞ୍ଚେନ୍ଦ୍ରିୟ ସୁଖ। ଆମର ଯୋଉ ପାଞ୍ଚଟା ଇନ୍ଦ୍ରିୟ ଅଛି, ଏଇ ପାଞ୍ଚଟା ଇନ୍ଦ୍ରିୟ ଦେଇକି ଆମେ ଯୋଉ ସୁଖ ଅନୁଭବ କରୁ, ଯୋଉ ଆ, ଯୋଉ ଆନନ୍ଦ ଅନୁଭବ କରୁ, ତାହା ହିଁ ହଉଛି ସୁଖ। ତାପରେ ମୁଁ ଆଖି ଦେଇକି ଭଲ ଜିନିଷ ଦେଖିଲେ ମତେ ଆନନ୍ଦ ଲାଗେ। ଭଲ କଥା ମୋର କେହି ପ୍ରଶଂସା କଲେ ମୋର କାନ ଦେଇକି ସୁଖ ଲାଗେ, ଆନନ୍ଦ ସୁଖ ଲାଗେ। ଭଲ ବାସ୍ନା ଶୁଙ୍ଘିଲେ ମତେ ସୁଖ ଲାଗେ। ଆଉ ଭଲ ଖାଇଲେ, ଭଲ ସୁସ୍ୱାଦୁ ଖାଦ୍ୟ ଖାଇଲେ ମୋ ପାଟି ଦ୍ୱାରା ମୁଁ ସୁଖ ଅନୁଭବ କରେ। ଶାରୀରିକ ସୁଖ, ଏଇ ଚର୍ମ ସୁଖଟାକୁ ମୁଁ ଅନୁଭବ କରେ। ଇଏ ସମସ୍ତ ସୁଖ ମୁଁ ଶରୀର ଦେଇକି ପଞ୍ଚ ଇନ୍ଦ୍ରିୟ ଦେଇକି ମୁଁ ସେ ସୁଖଟାକୁ ଅନୁଭବ କରେ। ଯୋଉ ମୋର ପାଞ୍ଚଟା ସେନ୍ସ ଅର୍ଗାନ ଅଛି, ଏଇ ସେନ୍ସ ଅର୍ଗାନ ଦେଇକି ମୁଁ ଏସବୁକୁ ଅନୁଭବ କରେ। ଇଏ ହଉଛି ସୁଖ, ବା ଇଂଲିଶରେ ଆମେ ପ୍ଲିଜର ବୋଲି କହିପାରୁ। କିନ୍ତୁ ଇଏ ଆନନ୍ଦ ଦିଏ ନା, ଇଏ ଆନନ୍ଦ ନୁହେଁ। ମୁଁ ଗୋଟେ ଛୋଟିଆ ଉଦାହରଣ ଦେଇକି ଆପଣଙ୍କୁ ସୁଖ ଆଉ ଆନନ୍ଦଟାକୁ ବୁଝିବା ପାଇଁ ଚେଷ୍ଟା କରିବି। ମାଟେ ସୁନ୍ଦର ଭାବରେ ଘରେ ଲଡୁ ତିଆରି କରିଥାଏ। ସେଦିନ ଲଡୁ ତିଆରି କରିଥାଏ, ଘରର ସମସ୍ତ ଶାଶୁ, ଯା, ନଣନ୍ଦ, ଶ୍ୱଶୁର, ସମସ୍ତ ସ୍ୱାମୀ ସମସ୍ତଙ୍କ ପାଇଁ ବନେଇଥାଏ। ଆଉ ନିଜର ପିଲା ଛୁଆ ସମସ୍ତ ପାଇଁ ବନେଇଥାଏ। ସମସ୍ତେ ଲଡୁକୁ ଆନନ୍ଦର ସହିତ ଖାଇଲେ, ସୁଖର ସହିତ ଖାଇଲେ। ସମସ୍ତେ ଖାଇସାରିଲା ପରେ ସେ ଗୋଟିଏ ମାତ୍ର ଲଡୁ ରଖିଥାଏ। ସମସ୍ତେ ମନ ଭରି ଖାଇଛନ୍ତି, ଗୋଟିଏ ମାତ୍ର ଲଡୁ ରଖିଥାଏ। ଆଉ ଘରର ସମସ୍ତ କାମ ସାରିଲା ପରେ ସିଏ ତାକୁ ଖାଇବା ପାଇଁ ଚେଷ୍ଟା କରିଥାଏ। ଏବଂ ସମସ୍ତ କାମ ଦାୟିତ୍ୱ ସାରିଲା ପରେ ଯେତେବେଳେ ସେ ଲଡୁଟାକୁ ଖୋଜେ, ଖୋଲେ ଖାଇବା ପାଇଁ, ଯେତେବେଳେ ହାତରେ ଧରେ, କୁନି ଛୁଆଟା ଦୌଡ଼ି ଆସେ ମା ପାଖକୁ। ମା, ଆଜି ଯୋଉ ଲଡୁଟା ବନେଇଥିଲ ବହୁତ ବଢିଆ ହେଇଥିଲା। ମାର ହାତଟା ସେତେବେଳେ ସେ ଆଉ ତା ନିଜ ପାଟିକୁ ଯାଏ ନା, ସେ ଲଡୁଟା ଛୁଆକୁ ଦେଇଦିଏ। ଆଉ ଛୁଆ ତାକୁ ଖାଇ ଦେଇକି ସୁଖ ଅନୁଭବ କରେ। ଆଉ ସେ ଛୁଆର ସୁଖଟାକୁ ଦେଖିକି ମା ଆନନ୍ଦ ଅନୁଭବ କରେ। ଇଏ ହଉଛି ଆନନ୍ଦ ଆଉ ସୁଖ ଭିତରେ ଡିଫରେନ୍ସ। ଛୁଆ ଖାଇଲା, ତାର ସେନ୍ସ ଅର୍ଗାନ ଦେଇକି ତାର ପଞ୍ଚଇନ୍ଦ୍ରିୟ ସୁଖ ଦେଇକି ସେ ସୁଖ ଅନୁଭବ କଲା, କିନ୍ତୁ ମା ଆନନ୍ଦ ଅନୁଭବ କଲା। ଇଏ ହଉଛି ଆନନ୍ଦ ଆଉ ସୁଖ ଭିତରେ ବ୍ୟବସ୍ଥା। ଆମେ ସୁଖଟାକୁ ଆନନ୍ଦ ବୋଲି ଭାବୁ, କିନ୍ତୁ ବାସ୍ତବିକ ତାହା ଆନନ୍ଦ ନୁହେଁ। ଆନନ୍ଦ ହଉଛି ସେ ପରମାନଙ୍କର ସାନ୍ନିଧ୍ୟ ହିଁ ଆନନ୍ଦର ମୂଳ ମନ୍ତ୍ର। ଅନ୍ୟକୁ ଦେଇକି ମଣିଷ ଆନନ୍ଦ ପାଏ, ଅନ୍ୟ ପାଇଁ କରିକି ଆନନ୍ଦ ପାଏ, ସିଏ ହଉଛି ବାସ୍ତବ ଆନନ୍ଦ। ଆମେ ଅନ୍ୟ ପାଇଁ ଯେତେବେଳେ ଯାହା କରୁ, ଯୋଉମାନେ ଦେଖାଯାଇଛି, ଯୋଉମାନେ କୋଅପରେଟିଭଲି ଅନ୍ୟମାନଙ୍କ ସହିତ ମିଳିମିଶିକି ଯେତେବେଳେ ଯୋଉମାନେ କିଛି କର୍ମ କରନ୍ତି, ସେଇମାନେ ହିଁ ସୁଖ ପାଆନ୍ତି। ମିଳିମିଶିକି କର୍ମ କରନ୍ତି, କମ୍ୟୁନିଟି ଲାଇଫ ଯୋଉମାନେ ମେଣ୍ଟେନ କରନ୍ତି। ଦେଖାଯାଇଛି ଯୋଉ ବିଭିନ୍ନ ପ୍ରଫେସନ ଅଛି, ରିଏଲ ଇଷ୍ଟେଟରେ ଯୋଉମାନେ ଲେବର କାମ କରନ୍ତି, ସେମାନେ ବହୁତ ଖୁସିରେ ଥାନ୍ତି, କାରଣ ତାଙ୍କ ଭିତରେ କମ୍ଫର୍ଟେବିଲିଟି ଥାଏ। ଅନ୍ୟମାନଙ୍କ ସହିତ ମିଶିକି ରହିବାର ଯୋଉ ଭାବ, ସମନ୍ୱୟତା ଥାଏ। ଆଉ ସେଇ ସମନ୍ୱୟତା ସେମାନଙ୍କୁ ସୁଖ ଦିଏ, ଆଉ ସେମାନଙ୍କୁ ଆନନ୍ଦ ଦିଏ। କିନ୍ତୁ ଯେତେବେଳେ ଆମେ ଇଣ୍ଡିଭିଜୁଆଲି ଅଫିସରେ ଯୋଉମାନେ ସଫ୍ଟୱେୟାରରେ କାମ କରନ୍ତି, ସେମାନେ ଅନେକ ଦୁଃଖରେ ରହନ୍ତି ଏବଂ ଲାଇଫଟା ତାଙ୍କର ସେତିକି ଆନନ୍ଦମୟ ହୁଏ ନା। ସେମାନେ ହୟତ ଟଙ୍କା ପଇସାର ସୁଖରେ ସେ ରହିଥାଇ ପାରନ୍ତି, ଅନେକ କମ୍ଫର୍ଟ ୟୁଜ କରୁଥାଇ ପାରନ୍ତି, କିନ୍ତୁ ଆନନ୍ଦ ପାଇପାରନ୍ତି। ତେଣୁ ଆନନ୍ଦ ପାଇବା ପାଇଁ ଯୋଉମାନେ କମ୍ୟୁନିଟି ଲାଇଫ, ସମସ୍ତଙ୍କ ସହିତ ମିଳିମିଶିକି ବିଭିନ୍ନ କର୍ମ ସହଯୋଗ, ଆଜି ସତ୍ସଙ୍ଗରେ ଯୋଉମାନେ ଦାୟିତ୍ୱ ଗ୍ରହଣ କରନ୍ତି, ତାଙ୍କ ସହିତ ଯୋଉମାନେ ସହଯୋଗର ହାତ ବଢେଇକି ଗୋଟେ କମ୍ୟୁନିଟିରେ ତିଆରି ହେଇକି ଯୋଉମାନେ ଯେତେବେଳେ କାମ କରନ୍ତି, ସେଇଥିରେ ଆନନ୍ଦ ମିଳେ। ଆଉ ଯୋଉ ସତ୍ସଙ୍ଗ ଯେତେବେଳେ ଆମେ ଯାଉ, ସତ୍ସଙ୍ଗରେ ଅନେକ କିଛି କାମ କରନ୍ତି,
ଅନେକ ଲୋକ ଅଛନ୍ତି ଆମ ସତ୍ସଙ୍ଗ ବିହାରରେ ଅନେକ ଲୋକଙ୍କୁ ମୁଁ ଦେଖିଛି। ଆଉ ସେମାନେ ବିନା ପଇସାରେ ସେଠି ସତ୍ସଙ୍ଗରେ ଆସିକି ସେବା ଦିଅନ୍ତି। ଆଉ ସେଇ ଯୋଉ ବିନା ପଇସାରେ ନିଃସ୍ୱାର୍ଥପର ଭାବରେ ଯୋଉ କାମ କରନ୍ତି, ତାଙ୍କର ଇଷ୍ଟଙ୍କ ପ୍ରତି ଏତେ ଭଲ ପାଇବା ମଥା ନଇଯାଏ ତାଙ୍କ ପାଦ ପାଖରେ। ଆମେ ସେତିକି ହେଇପାରୁନା, ସେତିକି କର୍ମସ୍ଥ ହେଇପାରୁନା ତାଙ୍କ ଭଳି। ଜୟଗୁରୁ। ଟାଇମ ହେଇଗଲା କି ଦାଦା? ହଁ, ତେଣୁ ହଁ, ତ ଏଇ ବାସ୍ତବିକତା ହଉଛି ଏଇ ଜୀବନ। ଆମେ ଜୀବନରେ ସେଥିପାଇଁ ମାନେ ଆମେ ସବୁବେଳେ ଚେଷ୍ଟା କରିବା ସାମୂହିକ ଭାବରେ ସାମାଜିକ ଚଳନି ଭିତରେ ବଞ୍ଚି ରହିବା ପାଇଁ। ସେଥିପାଇଁ ଠାକୁର କଠୋର ଭାବରେ କହିଥିଲେ ଯେ କାହାରି ଦୁଃଖର କାରଣ ହୁଅ ନା, କେହି ତୁମର ଦୁଃଖର କାରଣ ହେବେ ନାହିଁ। ଆମେ ଅନେକ ମାନଙ୍କର ଦୁଃଖର କାରଣ ହେଇଯାଉ, ଆମେ ଅଜାଣତରେ ହେଇଯାଉ। ଆମେ କହୁଥିବା କଥାଟାକୁ ଆମେ ଚିନ୍ତା କରିପାରୁନା, ଆମେ କହି ଚାଲୁ। ଏବଂ ଏଇ କଥାଟା ଅନେକ ମାନଙ୍କୁ ଦୁଃଖ ଦିଏ, ଅନେକ ମାନଙ୍କୁ ଯାତନା ଦିଏ। ତେଣୁ ଆମେ ଜାଣିପାରୁନା ଆମେ କରୁଥିବା ଚିନ୍ତା, ଆମେ କରୁଥିବା କର୍ମ, ଆମେ କରୁଥିବା ଆମର ଭାବ ଅନେକ ସମୟରେ ଆମ ଅନ୍ୟକୁ ଦୁଃଖ ଦିଏ। ଅନେକ ସମୟରେ ଆମେ ଭାବୁ ଯେ ଆମେ କିଛି କହୁନା। ପରିବାର ଭିତରେ କଣ ହୁଏ, ଅନେକ ଲୋକ ଥାଆନ୍ତି ସେମାନେ କିଛି ପରିପ୍ରକାଶ କରନ୍ତିନି, କିଛି କହନ୍ତିନି, କିନ୍ତୁ ସେ କିଛି କହନ୍ତିନି କି କିଛି କରନ୍ତିନି, କାହାରି ବିରୁଦ୍ଧରେ କହନ୍ତିନି କି କାହାରି ବିରୁଦ୍ଧରେ କିଛି କର୍ମ କରନ୍ତିନି, କିନ୍ତୁ ତଥାପି ତାଙ୍କର ପ୍ରେଜେନ୍ସ ଟା ଅନ୍ୟମାନଙ୍କୁ ଦୁଃଖ ଦିଏ। କାହିଁକି? ସେମାନେ ଅନ୍ୟମାନଙ୍କ ବିରୁଦ୍ଧରେ ଚିନ୍ତା କରନ୍ତି। କାରଣ ଠାକୁର କହୁଥିଲେ ଏଭ୍ରି ହ୍ୟୁମାନ ବିଙ୍ଗ ଇଜ ଦ ଇମିଟିଂ ଆଣ୍ଡ ଅବଜର୍ଭିଂ ରେଡିଓ ଫ୍ରିକ୍ୱେନ୍ସି ସେଣ୍ଟର। ଆମ ଭିତରେ ଯୋଉ ସତ୍ତା ଅଛି ସେ ପ୍ରତିନିୟତ ତରଙ୍ଗ ସୃଷ୍ଟି କରେ, ଭାବ ତରଙ୍ଗ ସୃଷ୍ଟି କରେ। ସେଇ ଭାବର ତରଙ୍ଗ ଅନ୍ୟମାନଙ୍କୁ ସେଇ ଭାବାୟିତ କରେ। ଆମ ଭିତରେ ଥିବା ଯୋଉ ଭାବନା ଆମେ ଅନେକ ସମୟରେ ତା ବିରୁଦ୍ଧରେ ଭାବୁ, କିଛି କହୁନା। ହଁ, ସେ ଯାହା ସେ ଧର କିଏ ଜଣେ ଗୋଟେ କଣ କରିକି ଆସିକି କହୁଛି, ଆମେ ସେଟାକୁ ଭାବୁ ଏଇଟା ବହୁତ ବାଜେ ଲୋକଟା ବହୁତ ବାଜେ କଥା କରୁଛି। ସେ କଥାଟା ଆମେ କହୁନା, ପରିପ୍ରକାଶ କରୁନା, କିନ୍ତୁ ଆମ ବଡି ଲାଙ୍ଗୁଏଜ ବା ଆମର ଯୋଉ ଭାବ ତରଙ୍ଗ ତାକୁ ଭାବାୟିତ କରେ ଯେ ମୁଁ ତାକୁ ଘୃଣା କରେ ଏବଂ ସେ ଦୁଃଖ ପାଏ। ଇଏ ମଧ୍ୟ ଆମେ ତାର ଦୁଃଖର କାରଣ ହେଇଯାଉ। ତେଣୁ ମଣିଷ ଦୁଃଖ ହଉଛି ଏକ ରକମ ଭାବ ଏବଂ ସେ ଦୁଃଖକୁ ସେ ଦୂର କରାଯାଇପାରେ। ଆଉ ସମୟ ତ ହେଇଯାଇଛି, କିନ୍ତୁ ଆଉ ଯୋଉ ଦିଟା ଜିନିଷ ରହିଲା, ଡିଜିଜ ଆଉ ଡେଥ୍। ଡେଥ୍ ଠାକୁର କହୁଥିଲେ ଡେଥ୍ ଇଜ ଏ କ୍ୟୁରେବୁଲ ଡିଜିଜ। ଯୋଉ 3D କଥା କହୁଥିଲି, ଡେଥ୍ ଇଜ ଏ କ୍ୟୁରେବୁଲ ଡିଜିଜ। ଆଉ ରୋଗ ଯୋଉ ଆସେ, ଏ ରୋଗ ହଉଛି ଏମିତି ଆସେନି। ଏ ରୋଗର ମୂଳ କାରଣକୁ ଯଦି ଦେଖୁ, ଇଏ ଆମ ପୂର୍ବ ଜନ୍ମ ସହିତ ସମ୍ପର୍କ ଥାଏ। ସେଥିପାଇଁ ଆମ ଗ୍ରହ ନକ୍ଷତ୍ରରେ କୁଣ୍ଡଳୀରେ ସେଇଥିପାଇଁ ଗ୍ରହ ମାନେ ସେଇ ଜାଗାରେ ରହନ୍ତି ଯୋଉ ପ୍ରକାର ଡିଜିଜ, ଯୋଉ ପ୍ରକାର କର୍ମ ଆମେ ପୂର୍ବ ଜନ୍ମରେ କରିଥାଉ। ସେ ଜନ୍ମ ଜନ୍ମାନ୍ତର କର୍ମ ଫଳକୁ ଆମେ ରୋଗ ମାଧ୍ୟମରେ, ଆମର ଏଇ ଜନ୍ମର କର୍ମ ପାଇଁ ରୋଗ ମାଧ୍ୟମରେ ଆମେ ଅନେକ କିଛି ଯନ୍ତ୍ରଣା ପାଇଥାଉ। ତେଣୁ ଏଇ ଯୋଉ ଦୁଃଖ ଆସେ, ଏଇ ଯୋଉ ଡିଜିଜ ଟା ଠାକୁର କହୁଥିଲେ ଡେଥ୍ ଇଜ ଏ କ୍ୟୁରେବୁଲ ଡିଜିଜ ଆଣ୍ଡ ଡେଥ୍ ଇଜ ଦ ସିଜେସ୍ ଅଫ ଦ ବ୍ରେନ୍ ସେଲ୍ସ। ଏଇ ବ୍ରେନ୍ ସେଲ୍ ଟା ସ୍ତମିତ ହେଇଯିବା ତା ହଉଛି ଡେଥ୍। ଆଉ ଏଇ ଡେଥ୍ ଟାକୁ ସେଥିପାଇଁ ଠାକୁର କହୁଥିଲେ ମରଣା ମାରଣା ମାରଣା ମରଣା ପାରତ ମୃତ୍ୟୁକୁ ଅବଲୁପ୍ତ କର। ଏଇ ମୃତ୍ୟୁକୁ ଅବଲୁପ୍ତ କର ହଉଛି ଏଇ ସ୍ମୃତି ଭାଇ ଚେତନା ଶକ୍ତିକୁ ଜାଗ୍ରତ କରିକି ରଖିବାର ଯୋଉ ଭାବ। ତେଣୁ ସମୟ ତ ହେଇଯାଇଛି। ସମସ୍ତଙ୍କର ଶାନ୍ତି ସୃଷ୍ଟି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା ରଖି ମୋର ବକ୍ତବ୍ୟକୁ ଏଠି ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଦାଦା ଜୟ ଗୁରୁ, ଜୟ ଗୁରୁ ଦାଦା।